हाय फ्रेंड्स नमस्कार जय जन सांग मुझे आपन स्वागत कर मोर नूतन वीडियो सांग मैंने मुझे स्कूल पाखे थी घरे फोन कले मुझे तरतर दौड़ी आसि कौन देखला गोटे जबर विराट नागसाप घर भितर पशि विश्वास कर एत बड़ नागसाप मुझे बोधे प्रथम थर देखुची एत बड़ नागसाप चलन सांग मैंने देखा नागसाप केमी कौन आम घर उद्धार हो कौन हो जिनस पतर सब आमर आस बाहर कढ़ा कर पड़ा सब अलिया बैग सब पड़ा से सब बाहर आसी पड़ी विराट गाय नागसाप सांग पड़ी आम घर भितर सीमार मम्मीर पुअर जगिकी बस से नागसाप को खाली मुँह देखुच यही पट जो गैस चूल्हाटा पड़ी ऊपर पड़ी नागसापटा आम ए स्नेक हेल्पलाइन फोन कर आसुँच मको आमर पपु हेटी मारुची कंदी लाइट मारुची मोबाइल लाइट मारुची देखा जाऊनी से जो लाइटा पड़े से खोल पड़ी टिके टिके जो देखा जूम कले देखा जा माइल हेठी हेठी सामान केड विशाल गाय देख मोबाइल मकुन चांटू पपु आमर पलि अजर कही तुम डाकी आनी उंडुची भितर पशि देख लो मुझे देख मतलब डर मर जाए देखो सांग मैंने केडर सब के फणा कर बही पूरा विराट गाय नाग सब सांग से पूरा बसा करते दिन हेले अच्छे आज नुह ये टॉर्च मेरा दरकार नहीं था ये मोबाइल ने ये मोबाइल नहीं देखो ये मोबाइल मकना मास ने मकना प्रूफ फोन ना ले टॉर्च दे केडर साप केमी अन पूरा साइज पूरा पूरा हलदी गुलु गुलु पूरा ता भीतर ये आगुर रह कि कौन ये ना मम्मी आगुर जो बाहर था केते बड़ साप देखुछटी बहु दिन ठारू रहे ए पूरा पूरा बसा बांधे छी एमती से सोई एठी रही हो तेरे आम अपेक्षा करछु पपुर मोर अपेक्षा करछु आउ बर्ज भाई जी आसନ୍ତି से स्नेक हेल्पलाइन अच्छा घर है काकटपुर सी आसते से नबाक आसम कुंडी पोल उपरक देखिपे से आसନ୍ତି आज साप धरा हम अजगर साप घरे पड़ी से भाई आमर जो स्नेक हेल्पलाइन आस एका आज आते आते स्पीड बहुत स्पीड जाऊँ मिनिमम 50 स्पीड 60 स्पीड पाखापाखि हम सब साइड बहुत पुराना ये ना मालो विशाल काय एटा बहुत पुराना नागटा ना हाँ बा केते जोर फम 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 होतला ए आरु पढ़े बबू बबू मोबाइल टाइम कर दे बारिया 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 आई रे ये कौन सांगे सांगे गले तो 2 मिनिट धरने पड़ेले
ଯୋଉ ଗଲୁ ଗାଡ଼ି ନେଇକି ଇଏ ଚାଣ୍ଟୁ ଅନାପାଣି ଆଣି ରହ 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 ବସିବା। ଅନ୍ୟ ମଣିଷ କରିବୁ ସେ କିଛି ନାହିଁ। ବାଗେଇ ଛାଡ଼ ହାତ ପାଖକୁ ଯିବ। ତା ଦେହରେ ଆଉ ଅଛନ୍ତି ନା କ'ଣ? ସରକାର ଆଉ ଅଛନ୍ତି ଦେଖିବେ। ହ୍ୟାଲୋ ତା ଭିତରେ ଆହୁରି ହଁ ମୁଁ ଏଠୁ ତ ଫେରିବି ଆଉ ନିଆଠୁ 10 କିଲୋମିଟର ପରେ ଆଉ ଜଲ୍ଦି ଯାଇ ପଳେଇ। ହଉଛି ଆମର ଦେଖନ୍ତୁ କେଡ଼େ ବଡ଼ ନାଗ ସାପ ତାର ବାଗେଇକି ତାଙ୍କର ଏକ୍ସପିରିଏନ୍ସ ଅଧିକ ତୁ ଆଉ ସେ ଯନ୍ତ୍ରଟା ମେନ୍ ହେଲା। ଆଉ କ'ଣ କି सोमवार ଯିବ ମଙ୍ଗଳବାର ମତେ ଛୁଟି କ'ଣ କ'ଣ କିଏ ଜାଣିବା ମଙ୍ଗଳବାର ଛୁଟି ବୁଧବାର ଛୁଟି ଛୁଟି ଇଏ ତଥାପି କେତେ ବର୍ଷର ହବ? ମିନିମମ୍ 8 ବର୍ଷ 8 ବର୍ଷର ନା? ସାର୍ ଆଉ କୋଉ ସାପ ଅଛି କି ସାର୍? ତା ଭିତରେ ଆଉ କୋଉ ସାପଟା ଅଛି ନାଗ ସାପ ଆଉ 2ଟା 3ଟା ଖାଲି ନାଗ ନା ବ୍ୟାଗରେ ये सार नागुणीटा ନାଗ ନା ନାଗୁଣୀ? ନାଗ ବା ମୋଟା। ଆଉ ଗୋଟେ ତାହେଲେ ଅଛି କୋଉଠି ସେ ପୁଣି କୋଉନ ବାହାରିବ? ଛାଡ଼ିଦେବେ ନା ଏଟା ଯୋଉ ଫରେଷ୍ଟ ଅଫିସ ଯିବ ଫରେଷ୍ଟ ଅଫିସ ଏଇ ଯାଇକି ଜଙ୍ଗଲରେ ଛଡ଼ା ନନ୍ଦନକାନନ ନେଇଗଲେ ତ ଗୋଟାକୁ 2000 ଟଙ୍କା ଦେବେ। ପରେ ଜଙ୍ଗଲରେ ଛାଡ଼ିଦେବେ ଏଇ ଦେଖିଲା ସାପ କିଏ ଦେଖି ଆମେ କିଏ ଦେଖିନଥିଲୁ ତ? ଏଇ ଦେଖିଲା ହେ ନା ଯିବୁ ସେଇ ଦେଖିକି ସାପ 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 ମାନେ ଘର ଭିତରେ ପଇଥିଲା ଫିନାଇଲ ୟୁଜ କରୁ କି ଫିନାଇଲ ସାଙ୍ଗମାନେ ଦେଖିପାରୁଥିଲେ ଏମିତି ପୁରା ଆମ ସିଚୁଏସନ୍ ଥିଲା। ଏଇ ଜାଗାରେ ହିଁ ସାପଟା ଥିଲା। ଟିକେ ଦେଖି ଲାଇଟ୍ ମାରେ ଏଇ ଜାଗାରେ ପୁରା ଘର କରିକି ଥିଲା ପୁରା। ସାଙ୍ଗମାନେ ଦେଖିପାରୁଥିଲେ ତ ସେ ଭାଇ କେମିତି ଆସି ସାପ ଧରିକି ନେଇକି ପଳେଇଲେ। ଆଉ ସମସ୍ତେ ଆସିଥିଲେ ଦେଖିବା ପାଇଁକି। ଆଉ ତମେ ବିଶ୍ୱାସ କରିବନି ଏତେ ଜଲ୍ଦି ସେ ଏତେ ପୁରା ବହୁତ ଜଲ୍ଦି ଏତେ ଜଲ୍ଦି ସେ ସାପ ଧରିବେ ବୋଲି ମୁଁ କେବେ ସ୍ୱପ୍ନରେ ଭାବିନଥିଲି। ମୁଁ ଟିକେ ଡେରି କରିବେ ବୋଲିକି ଡେରି କଲେନି ମାତ୍ର 40 ସେକେଣ୍ଡ ଭିତରେ ସାପଟିକୁ ଧରି ନେଇ ପଳେଇଲେ। ଆଉ ଯଦି ଆପଣମାନଙ୍କୁ ଦରକାର ତାଙ୍କ ନମ୍ବର ତାହେଲେ ମୋ ସହିତ କଣ୍ଟାକ୍ଟ କରିବେ। ଆଉ ସେ ସାପ ଧରିବା ପାଇଁକି ପ୍ରାୟ ଆସିଲେ କାକଟପୁରରୁ ଆସିଲେ ଆମ ଘର ଯାକେ ଆସିଲେ। ସେଥିପାଇଁ ଆମଠାରୁ ନେଲେ ସେ 1500 ଟଙ୍କା ନେଲେ ଆମଠାରୁ। ଆଉ ସେ କହିଲେ ଯେ ଆମେ ନିଆଳି ଯାଏଁ ଯିବୁ ନିଆଳି ଠାରୁ ଆମେ ନେବୁ 850। ଯେହେତୁ ନିଆଳି ଠାରୁ ଆମ ଘର 10 କିଲୋମିଟର ସେଥିପାଇଁ ସେ ଏକ୍ସଟ୍ରା ଚାର୍ଜେସ୍ ନେଲେ। ଆଉ ସେ ବହୁତ କଥା କହିକି ଗଲେ ସାପ କ'ଣ ପାଇଁ ଘରେ ପଉଛନ୍ତି କ'ଣ ପାଇଁ ଆଉ ଟିକେ ସଫାସଫି ରଖେ। ଆମ ସେ ଜାଗାଟା ଆମର ଗ୍ୟାରେଜ୍ ଟାଇପ୍ର ପୁରା ସେଠି ସବୁ ଯେତକ ଜିନିଷ ସବୁ ପଡ଼ିଥିଲା ଆମର କିଷ୍ଣାର ସାଇକେଲଠୁ ଆରମ୍ଭ କରି ସବୁ ଜିନିଷ ସେଠି ପଡ଼ିଥିଲା ସେଠି। ଆଉ ସେଥିପାଇଁ ସାପ ଯାଇ ସେଠି ରହିଯାଇଥିଲା। ହାଇ ଫ୍ରେଣ୍ଡସ୍ ଭାବୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଆଉ ଯଦି ଆପଣମାନେ ଏ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଲାଇକ୍ ସେୟାର ଏବଂ କମେଣ୍ଟ କରନ୍ତୁ। ଆଉ ମୁଁ ଭାବୁଛି ଆପଣମାନେ ସାପକୁ ନ ବାଡ଼େଇକି ଏମିତି ହେଲ୍ପଲାଇନ୍ ବାଲାଙ୍କୁ ଫୋନ୍ କରନ୍ତୁ। ମାତ୍ର କ'ଣ ଏଇଆ ପଇସା ଖର୍ଚ୍ଚ ହେବ ଆଉ ଗୋଟେ ଜୀବନ ବି ରକ୍ଷା ହେଇଯିବ। ଆଉ ଯେହେତୁ ନାଗ ସାପ ଥିଲା ସେଥିପାଇଁ ଆମେ ଫୋନ୍ କରି ଡକେଇଥିଲୁ ସେ ଆସିକି ନେଇକି ଯାଇଥିଲେ। ହଉ ରହୁଛି ସାଙ୍ଗମାନେ ଜୟ ଜଗନ୍ନାଥ।